ସାଙ୍ଗରେ ଅଛନ୍ତି ବିଜେପିର ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ। ଚାଲନ୍ତୁ ତାଙ୍କୁ ସିଧା ପଚାରେ କୋରେଇରେ ତାଙ୍କର ଲକ୍ଷ୍ୟ କ'ଣ, ଯେଉଁ ବିକାଶ ଚାଲିଛି ସେ ବିକାଶ ନେଇ ସେ କ'ଣ କହିବେ? ନିର୍ବାଚନ ହେବ ଜୁନ୍ 1 କୋରେଇ ନୁହେଁ ଯାଜପୁର ଜିଲ୍ଲାର 7ଟି ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଅବସ୍ଥା ଭଲ ଅଛି। ବିଜେଡ଼ି ପ୍ରାର୍ଥୀମାନେ ସମସ୍ତେ ବିପୁଳ ବ୍ୟବଧାନରେ ବିଜୟ ଲାଭ କରିବାକୁ ଯାଉଛନ୍ତି। କୋରେଇରେ ବିଜେଡ଼ି ଲୋକମାନେ ସମସ୍ତେ ଏକାଠି ଅଛନ୍ତି, ଭାରି ଷ୍ଟ୍ରଙ୍ଗ ଅଛନ୍ତି। ଯେତିକି ଖବର ନେଉଛି ଭଲ କାମ ବି କରୁଛି। ଆମ ପାଖକୁ ଯେଉଁମାନେ ଆସୁଛନ୍ତି ସମସ୍ତଙ୍କୁ କହୁଛୁ ବିଜେଡ଼ିକି ଭୋଟ୍ ଦିଅନ୍ତୁ, ବିଜେଡ଼ି ପ୍ରାର୍ଥୀକି ବିପୁଳ ବ୍ୟବଧାନ ଜିତାନ୍ତୁ। ସେଇଠି ବିଧାୟକ ମୁଁ ଥିଲି କୋରେଇରେ ଏକ ସମୟରେ, ପ୍ରୀତିରଞ୍ଜନ ଥିଲେ, ଅଶୋକ ପଦ ବହୁତ ସମୟ ଧରିକି ଥିଲେ। ତ ସମସ୍ତଙ୍କର କୋରେଇ ସହିତ ସମ୍ପର୍କ ରହିଛି। କୋରେଇରେ ଭଲ ଭୋଟ୍ରେ ଆମର ଯିଏ ପ୍ରାର୍ଥୀ ଆମର ହେଇଛନ୍ତି ବିଜୟ ଲାଭ କରିବେ, କାହାରି ସନ୍ଦେହ କରିବା ଉଚିତ ନୁହେଁ। କୋରେଇବାସୀଙ୍କୁ ମଧ୍ୟ ଅନୁରୋଧ କରିକି ସମସ୍ତେ ବିଜେଡ଼ି ପ୍ରାର୍ଥୀକି ସଞ୍ଜୀବଳା ଦାସଙ୍କୁ ସମସ୍ତେ ବହୁ ଭୋଟ୍ ଦିଅନ୍ତୁ। ସେ ହେଉଛି ସ୍ୱର୍ଗତ ଅଶୋକ ଦାସ, ଯିଏ ରାଜ୍ୟର ବରିଷ୍ଠ ନେତା ଥିଲେ। ତାଙ୍କର ସହଧର୍ମିଣୀ ବବି ବାବୁ ବିଜେଡ଼ି ରାଜ୍ୟରେ ବଡ଼ ଭୂମିକା ନିଭାଉଛନ୍ତି ବିଜେଡ଼ିର ସଂଗଠନ କରିବା ଦିଗରେ। ତାଙ୍କର ସେ ହେଉଛନ୍ତି ପବିତ୍ର ମା। ତାଙ୍କୁ ସମ୍ମାନ ଦେଇ, ସେ ପରିବାରକୁ ସମ୍ମାନ ଦେଇ ତାଙ୍କୁ ବହୁ ସଂଖ୍ୟାରେ ବିପୁଳ ସଂଖ୍ୟାରେ ସମସ୍ତେ ଶଙ୍ଖ ଚିହ୍ନରେ ଭୋଟ୍ ଦେବା ଆବଶ୍ୟକ। ଆପଣ ଯେଉଁ ସ୍କିମ୍ଟା ଆସିଛି ଇଲେକ୍ଟ୍ରିକ୍ 100 ୟୁନିଟ୍ ଛାଡ଼, ତା ବିଷୟରେ କ'ଣ କହିବେ? ଏଥିରେ ତ ବହୁତ ଗରିବ ଲୋକ ପ୍ରାୟ ସାହାଯ୍ୟ ପାଇବେ, ତା ବିଷୟରେ କ'ଣ କହିବେ? ବିଜେଡ଼ି ସରକାର ବା ନବୀନ ବାବୁଙ୍କ ସରକାର ଗରିବ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ବହୁବିଧ ଯୋଜନା କରିଛନ୍ତି। ତା ଭିତରୁ ଇଲେକ୍ଟ୍ରିକ୍ ବିଲ୍ ଛାଡ଼ ନେଇ ଘୋଷଣାଟି କରିଛନ୍ତି। ଭାରି ଆଦୃତ ହେଉଛି। ଗରିବ ଲୋକମାନେ 2-3ଟା ବଲ୍ବ ଜାଳନ୍ତି, ଇଲେକ୍ଟ୍ରିକ୍ ବିଲ୍ ଦେଇପାରନ୍ତି ନାହିଁ, ଇଲେକ୍ଟ୍ରିକ୍ ତାର କଟିଯାଇଥାଏ। ଏବେ ଯେଉଁ କହିଛନ୍ତି 100 ୟୁନିଟ୍ ପର୍ଯ୍ୟନ୍ତ ଛାଡ଼, ଗରିବ ଲୋକମାନେ ଭାରି ଖୁସି ଅଛନ୍ତି। ଏ ଭଲ ଗୋଟିଏ ଗରିବ ଲୋକଙ୍କ ଯୋଜନା ନବୀନ ବାବୁ କରିଛନ୍ତି ଏବଂ ଗରିବ ଲୋକଙ୍କ ଆଶୀର୍ବାଦ ନବୀନ ବାବୁ ସବୁବେଳେ ଥିଲା, ଏବେ ବି ରହିବ। ସେଦିନ ଅମିତ ଶାହା କହିଥିଲେ କି ବିଜେପି 75 ପାର କରୁଛି, ତା ବିଷୟରେ କ'ଣ କହିବେ? ବିବାହ ସ୍ୱପ୍ନ ସେ ଦେଖୁଛନ୍ତି। ବିଜେପି ଦଳ ତ ଭାଗ ଭାଗ, ଏକଥା ତାଙ୍କର ନାହିଁ। ଭଲ ପ୍ରାର୍ଥୀ ବି ଦିଆଯାଇ ନାହିଁ। ଓଡ଼ିଶାରେ ନବୀନ ପଟ୍ଟନାୟକରେ ସବୁ ଲୋକପ୍ରିୟ ନେତା, ସବୁରି ଘରେ ନବୀନ ବାବୁଙ୍କ ଚର୍ଚ୍ଚା। ନବୀନ ପଟ୍ଟନାୟକଙ୍କର ବିକଳ୍ପ ଓଡ଼ିଶାରେ କେହି ନାହିଁ। ପୁଣି ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି, ଆକୁ କେହି ରୋକିପାରିବେ ନାହିଁ। ନବୀନ ବାବୁଙ୍କ ସରକାରରେ, ବିଜେଡ଼ି ସରକାରରେ ଓଡ଼ିଶାର ଅର୍ଥନୈତିକ ଅବସ୍ଥା ବହୁତ ସୁସ୍ଥ ଅଛି, ବହୁତ ଭଲ ଅଛି ଏବଂ ଯେତେ ଯୋଜନା ପ୍ରଣୟନ କରିଛନ୍ତି ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ, ତାପରେ ଗମନାଗମନ ପାଇଁ, ସ୍ୱାସ୍ଥ୍ୟ ପାଇଁ, ଶିକ୍ଷା ପାଇଁ ଯେଉଁ ଯୋଜନା ସବୁ କରିଛନ୍ତି ଲୋକଙ୍କର ସମର୍ଥନ ସେଥିପାଇଁ ବଢ଼ୁଛି। ଏବଂ ଗରିବ ଲୋକ ଯିଏ ମାଗଣା ଯେଉଁ ଚିକିତ୍ସା ବ୍ୟବସ୍ଥା କରିଛନ୍ତି, BSP କାର୍ଡ଼କୁ ଯେଉଁ ପ୍ରବର୍ତ୍ତନ କରିଛନ୍ତି, ଯାହାଫଳରେ ମହିଳା ଜଣେ 10 ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ପାଇପାରୁଛି, ପୁରୁଷମାନେ 7 ଲକ୍ଷ ଟଙ୍କାର ଚିକିତ୍ସା ପାଇପାରୁଛନ୍ତି। ଇଏ ଗୋଟେ ବଡ଼ ଅବଦାନ ଓଡ଼ିଶାର ଗରିବ ଲୋକମାନଙ୍କ ପ୍ରତି ନବୀନ ବାବୁଙ୍କର। ଏଥିରେ ଆଶୀର୍ବାଦ ସମସ୍ତେ କରୁଛନ୍ତି। ଭତ୍ତା ମଧ୍ୟ 500 ଟଙ୍କା ଥିଲା, ତ 1000 ଟଙ୍କା ବଢ଼େଇଛି, 500 ଟଙ୍କା ବଢ଼େଇଛନ୍ତି। 500 ଟଙ୍କା ଯିଏ ପାଉଥିଲେ 1000 ପାଇବେ, 700 ଯିଏ ପାଉଥିଲେ 1200 ପାଇବେ, ବିକଳାଙ୍ଗମାନେ ମଧ୍ୟ ସେ 1200-1400 ପାଇବେ। ଇଏ ବଢ଼ିଆ ଯୋଜନା କରାଯାଇଛି। ଆହୁରି ଗୋଟେ ଭଲ ଯୋଜନା ଗୋଟେ କରିଛନ୍ତି, ଯେଉଁମାନେ ସବୁ ଅଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ, ଯାହାଙ୍କ 60 ବର୍ଷ ହେଇଯାଇଛି, ସେ ମଧ୍ୟ 1000 ଟଙ୍କା ଭତ୍ତା ପାଇବେ। ବାର୍ଦ୍ଧକ୍ୟ ଭତ୍ତା ସାଙ୍ଗରେ ମାସକୁ 2000 ଟଙ୍କା ଭତ୍ତା ପାଇପାରିବେ। ମାଆମାନେ ବହୁତ ଖୁସି ଅଛନ୍ତି। ମାଆମାନେ 90 ଲକ୍ଷ ମହିଳା ଓଡ଼ିଶାରେ ନବୀନ ପଟ୍ଟନାୟକ ପଛରେ ଅଛନ୍ତି, SHG ପଛରେ ଅଛନ୍ତି। ତାଙ୍କର ମାଆମାନଙ୍କର ଆଶୀର୍ବାଦ ବହୁତ ରହିଛି ନବୀନ ବାବୁଙ୍କ ପ୍ରତି, ଶଙ୍ଖ ଚିହ୍ନ ପ୍ରତି। ସେକେଣ୍ଡ ପର୍ଯ୍ୟାୟରେ କିଛି ହାରରେ ପରସେଣ୍ଟେଜ ଭୋଟ୍ ପରସେଣ୍ଟେଜ କମିଛି, କ'ଣ କହିବେ ଭୋଟରମାନଙ୍କୁ? ଯେଉଁ ଜିଲ୍ଲାମାନଙ୍କରେ ପ୍ରଥମ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ସରିଲାଣି, ଯାହା ମୋର ଯେତିକି ଖବର, ମୁଁ ଯେତିକି ଖବର ରଖୁଛି, ସବୁ ଜାଗାରେ ଅଧିକ ସଂଖ୍ୟକ ବିଜେଡ଼ି ପ୍ରାର୍ଥୀମାନେ ବିଜୟ ଲାଭ କରିବାକୁ ଯାଉଛନ୍ତି। ଏବଂ ଆଉ ଯେଉଁ ସବୁ ଅଞ୍ଚଳ ଅଛି, ଏସବୁ ତ ବିଜେଡ଼ି ଅଞ୍ଚଳ, ଦୁର୍ଗ ସବୁ ଅଛି, ଏଠି ମଧ୍ୟ ବିଜେଡ଼ି ପ୍ରାର୍ଥୀମାନେ ଭଲ ଭୋଟ୍ରେ ବିଜୟ ଲାଭ କରିପାରିବେ। ମୋର ଯେତିକି ଖବର, ମୁଁ ତ ସବୁବେଳେ ଯାଉନାହିଁ, ଯେତିକି ଖବର ସବୁ ରଖୁଛି
ଭଲ ସଂଖ୍ୟାରେ ମୁଁ କରିବା 100 ଟପିବ 100 ତ ଟପିଯିବ କି ଗଲାଥର ଯାହା ଥିଲା ତାକୁ ଆହୁରି ବି ଟପିକ ଗଲାଥର ଯେତିକି ବିଧାୟକ ଥିଲେ ତା ସଂଖ୍ୟା ମଧ୍ୟ ଅଧିକ ହେଇପାରିବ। ବିଜେଡ଼ିର ବିକଳ୍ପ ଓଡ଼ିଶାରେ ନାହିଁ। ସର୍ବବୃହତ ଦଳ ହେଉଛି ବିଜୁ ଜନତା ଦଳ। ସବୁଠାରୁ ଲୋକପ୍ରିୟ ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ଆଜି ଯେ ଓଡ଼ିଶାର ଯେଉଁ ପରିବର୍ତ୍ତନ ହେଇଛି, ଆଜି ଉନ୍ନତ ଓଡ଼ିଶା ହେଇଛି, ବିଭିନ୍ନ କାର୍ଯ୍ୟ ପାଇଁ ଯେଉଁ ପ୍ରଶଂସା ଓଡ଼ିଶା ସରକାର ପାଉଛନ୍ତି, ସବୁଠାରୁ ବଡ଼ ଅବଦାନ ହେଉଛି ଆର୍ଥିକ ସ୍ଥିତିକି ଯେଉଁ ସଂସ୍କାର ଆଣିଛନ୍ତି। ଆଜି 8-10 ହଜାର କୋଟି ଟଙ୍କାର ବଜେଟ୍ ଆଗରୁ ହେଉଥିଲା, 2,58,000 କୋଟି ଟଙ୍କା ବଜେଟ୍ କରିସାରିଲେଣି। ଧର୍ମାନୁଷ୍ଠାନ କୁହନ୍ତୁ, ଆପଣଙ୍କ ପୁଞ୍ଜି ନିବେଶ ଓଡ଼ିଶାରେ ସର୍ବାଧିକ ବର୍ତ୍ତମାନ ଭାରତବର୍ଷରେ ହେଇଛି। ଯେ ସେଇଥିପାଇଁ ଆର୍ଥିକ ସ୍ଥିତିର ବହୁତ ବିକାଶ ହେଇଛି, ସମୃଦ୍ଧ ହେଇଛି। ଗୋଟିଏ ସରକାର ବା ଗୋଟିଏ ଦଳ ସରକାର ଯଦି ବହୁଦିନ ରହିପାରେ ନିରବଚ୍ଛିନ୍ନ ଭାବରେ, ସେ ଅଧିକ ଉନ୍ନତି କରିବେ ସୁଯୋଗ ପାଆନ୍ତି। ଆଜି ରାଜନୈତିକ ସ୍ଥିରତା ଆସିଛି, ରାଜନୈତିକ ଦୃଢ଼ତା ଆସିଛି। ଆଜି ନବୀନ ବାବୁ ନେତୃତ୍ୱରେ ଯେହେତୁ ଆର୍ଥିକ ସ୍ଥିତିକୁ ଭଲ କରିଦିଆଯାଇଛି, ଯେଉଁ ଦାବି ଲୋକମାନଙ୍କର ରହୁଛି ସବୁ ପୂରଣ କରିବା ଦିଗରେ କେବଳ ସମୂହ ଉନ୍ନତି ନୁହେଁ, ବ୍ୟକ୍ତିଗତ ଉନ୍ନତି ମଧ୍ୟ ଏ ସରକାର କରିବା ପାଇଁ ସକ୍ଷମ ହୋଇଛନ୍ତି। କେହି ମନା କରିପାରିବେନି ଆମେ କିଛି ବେନିଫିଟ୍ ପାଇନୁ। ପ୍ରତ୍ୟେକ ବର୍ଗର ଲୋକ ଏବଂ ସମୂହ କାର୍ଯ୍ୟରେ ସବୁ ସମର୍ଥନ ପାଉଛନ୍ତି। ଅର୍ଥ ବ୍ୟବସ୍ଥା କରାଯାଇପାରୁଛି ନବୀନ ବାବୁଙ୍କ ସରକାର ସମୟରେ। ଦେଖିବାକୁ ମିଳୁଛି ମହିଳାମାନେ ବହୁ ସଂଖ୍ୟାରେ ଘରୁ ବାହାରୁଛନ୍ତି ଭୋଟ ଦେବାକୁ। କ'ଣ କହିବେ ମହିଳାମାନଙ୍କୁ? ବେଳେବେଳେ କହେ ମହିଳାଙ୍କ ସରକାର, ମହିଳାମାନଙ୍କର ବେଶୀ ସହାନୁଭୂତି ଶଙ୍କର ଚିହ୍ନ ପ୍ରତି, ନବୀନ ବାବୁ ପ୍ରତି। ନବୀନ ପଟ୍ଟନାୟକ ଭାରି ଲୋକପ୍ରିୟ ନେତା। ମହିଳାମାନଙ୍କ ଆଗରେ ପୁରୁଷମାନଙ୍କ ସାଙ୍ଗରେ ବି ମହିଳା ଭୋଟ ସର୍ବାଧିକ ଦିଅନ୍ତି ନିର୍ବାଚନମାନଙ୍କରେ। ଏଥର ମୋତେ ମନେ ହେଉଛି ଯେଉଁ ସଭା ସମିତି ଆମେ ଦେଖୁଛୁ, ମହିଳାଙ୍କ ସଂଖ୍ୟା ସର୍ବାଧିକ ରହୁଛି। ତେଣୁ ମହିଳା ଭୋଟ ଏ ନିର୍ବାଚନରେ ଅଧିକ ଯିବ ବିଜେଡ଼ି ସପକ୍ଷରେ, ଶଙ୍କର ଚିହ୍ନ ସପକ୍ଷରେ। 2019-2024 କେତେ ଲକ୍ଷ ନେଇକି ଚାଲିଛି? କେତେ ସିଟ୍ ପାଇବେ ସରକାର କରିବେ? 2019-24 ଭିତରେ ବହୁତ ଭଲ କାମ ବିଜେଡ଼ି ସରକାର କରିଛି। ଓଡ଼ିଶାରେ ବହୁତ ଆଖିଦୃଶିଆ କାମ କରିଛି। ଲୋକଙ୍କ ମନକୁ ଛୁଇଁଲା ପରି ମଧ୍ୟ ଯୋଜନା କରାଯାଇଛି। ମୁଁ ବି ବେଳେବେଳେ ଭାବୁଛି, ମୁଁ 2019 ମସିହାରେ ଯେତିକି ବିଧାୟକ ନିର୍ବାଚିତ ହେଇଥିଲେ, 24ରେ ଏ ସଂଖ୍ୟା ବଢ଼ିଯାଇପାରେ। ନିରଙ୍କୁଶ ସଂଖ୍ୟାଗରିଷ୍ଠତା ନେଇ ନବୀନ ବାବୁ ଷଷ୍ଠ ଥର ପାଇଁ ରେକର୍ଡ କରିବେ, ପୁଣି ମୁଖ୍ୟମନ୍ତ୍ରୀ ହେବେ, ବିଜେଡ଼ି ସରକାର ପୁଣି ହେବ। ଆମେ ଆଲୋଚନା କରୁଥିଲେ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ। ସିଧା ମୁଁ ରଖୁଛି ନ୍ୟୁଜ୍ ରୁମ୍ ଲାଇଭ୍ ଓଡ଼ିଶା ଟିଭି।